रामाय रामभद्राय रामचंद्राय वेधसे रघुनाथाय नाथाय सीताया पतये नमः। हे मोर भाई बंधु कुटुंब, आमे आज मासिक राशिफल घोषणा करिबा पूर्वरु पदे कहिबा जे कन्या राशिर लोके जो राशिर अधिपति बुद्ध, जो बुद्ध समस्त बुद्धि ज्ञान विवेकर अधिकारी, से बुद्धंक अधीन रे थिबा कन्या राशिर भविष्य। कन्या राशि को क्यों ग्रह की प्रकार आशीर्वाद करिवे से विषय तो सुनिबा, आग जानिबा राशि चक्र रे क्यों ग्रह केउठी अछंती। वृष रे अछंती बृहस्पति, एवं पुत्रिकारे से किसी दिन पर रोहिणी की जीवे आउ कल्याण करिवे। मंगल अछंती कर्कट रे, से किसी दिन पर पुष्या को जीवे। कन्या अछंती केतु, से यहाँ पर पूर्व फाल्गुन रु उत्तर फाल्गुन जीवे। आउ तुलारे अछंती बुद्ध, से ज्येष्ठा विछा को जीवे। धनुरे अछंती रवि, से 16 तारीख रे से विचार अछंती। 16 तारीख रे से धनु को जीवे। धनिष्ठा मकर रे अछंती शुक्र, से कुंभ को जीवे। कुंभर अछंती शनि, से 27/12 रे पूर्वभाद्र को जीवे, से कुंभर रहिबे। राहु मीनर अछंती, से भी 25/12 रे उत्तर भाद्र मीन को जीवे। ये गला राशिफल। ये मासरे रवि धनु को आसिला परे कन्या राशिर लोक मानक मुंड को आसियो गोटे चिंता, चलो बुलिबा, क्षेत्र को जीवा, रोजगार करिया पई दूर दूर को जीवा। विशेषकर महिला माने ये मासरे बुलिबा पई चलचंचल हेबे। मंगल एकादश, रवि चतुर्थ, मंगल एकादश, एकादश मंगल समस्त प्रकार समस्या को समाधान करिवे। ये जाए कन्या राशि लोके जो जो समस्यार सम्मुखीन होइछंती, से समस्त समस्या को से दूर करिवे। धन वर्षा हव, धन को ठीक भाव विनियोग करी से माने आत्मसंतुष्ट लाभ करिवे। केही केही सुना, केही केही जमी मध्य किनिवे। कन्या तुला बिछा धन मकर को शनि षष्ठ एवं से विदाय नौछंदी। डिसेम्बर 15 रु से जीवे जीवन देवे। प्रबल सुख शांति धन को जाए देवे ना
29 ମାର୍ଚ୍ଚ ଯାଏ ଦେବେ। ମୋଟାମୋଟି ଭାବରେ ଏ ମାସରେ କନ୍ୟା ରାଶିର ସମସ୍ତ ଜାତିର, ସମସ୍ତ ବର୍ଗର, ସମସ୍ତ ଲିଙ୍ଗର ଲୋକେ ସମସ୍ତ ପ୍ରକାର ସୁଖ ପାଇବେ। ଏ ମାସ କନ୍ୟା ରାଶି ପାଇଁ ଏକ ସୁବର୍ଣ୍ଣ ସମୟ। ଆସନ୍ତୁ କ'ଣ ଲେଖିଛନ୍ତି ନାହକ, ଜ୍ୟୋତିଷ, ବିବେକୀ, ଜ୍ଞାନୀ, ତାକୁ ଆମେ ଟିକେ ତନ୍ନ କରି ନିରୀକ୍ଷଣ କରିବା, ତାପରେ ପଠନ କରିବା। ରବି ଡିସେମ୍ବର 16ରେ ମୂଳା ଧନକୁ ଯିବେ, ଏଣୁ କନ୍ୟା ପାଇଁ ଚତୁର୍ଥ ହେବେ। ରବି ଚତୁର୍ଥ ହେଲେ ଭ୍ରମଣ ଯୋଗ ଆସିଥାଏ। ହଠାତ୍ ରୋଗ ଆକ୍ରମଣ କରି ବିଚଳିତ କରେ। ମଙ୍ଗଳ 4-1-25ରେ ପୁଷ୍ୟାକୁ ଯିବେ। ଏବେ ପୁନର୍ବସୁରେ ଅଛନ୍ତି, କର୍କଟରେ ଅଛନ୍ତି। କନ୍ୟା ପାଇଁ ଏକାଦଶ ମଙ୍ଗଳ। ସୁତରାଂ ନାନା ଉପାୟରେ ହାତକୁ ଧନ ଆସିବ, ବଢ଼ିଆ ଲାଭ ହେବ, ଗୃହରେ ଆନନ୍ଦର ଲହରୀ ଖେଳିବ, ସମସ୍ତ ସମସ୍ୟା ଦୂରେଇ ଯିବ, ବ୍ୟବସାୟରେ ଉନ୍ନତି ଦେଖାଦେବ। ବୁଧ 24-12-24ରେ ଜ୍ୟେଷ୍ଠା ବିଛାକୁ ଯିବେ। ଅନୁରାଧା ବିଛାରେ ଅଛନ୍ତି, କନ୍ୟା ଠାରୁ ତୃତୀୟ, ଏଣୁ ମନ ଆତଙ୍କିତ ହେବ, ନିଜ ଛାଇ ବି ଭୂତ ପରି ଦେଖାଯିବ। ବୁଧଙ୍କ ପାଇଁ ଡର ଆସିବ ମନକୁ, ବିନା କାରଣରେ ଶଙ୍କା ଲାଗିବ। ସେ 24-12ରୁ 3-1 ଯାଏ ଏ ସମସ୍ୟା ଦେବେ। ବୁଧ 4-1-25ରେ ମୂଳାଧନକୁ ଗଲେ ଚତୁର୍ଥ ହେବେ। ଏଣୁ କୃଷି, ବାଣିଜ୍ୟ, ବେଉସା, ବୃତ୍ତି, ବ୍ୟବସାୟରୁ ଅଧିକରୁ ଅଧିକ ଧନ ଆସିବ, ଖୁସି ଲାଗିବ। ରବିଙ୍କ ଯୋଗୁଁ ମହିଳାଗଣ ଭ୍ରମଣରେ ମନ ଦେଇ ଖୁସି ହେବେ। ବୃହସ୍ପତି 23-12ରେ ରୋହିଣୀକୁ ଯିବେ। ଏବେ କୃତ୍ତିକାରେ କନ୍ୟା ପାଇଁ ନବମ ହେବେ। ଧନ ଓ ସମ୍ମାନ ଦୁଇଟି ଯାକ ଲାଭ ହେବ କେବଳ ବୃହସ୍ପତିଙ୍କ ପାଇଁ। ଆନନ୍ଦରେ ଦିନ ଯିବ, ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ବୃହସ୍ପତିଙ୍କ ପାଇଁ ଅନ୍ୟମାନଙ୍କ ଅପେକ୍ଷା ବୃହସ୍ପତି ଟିକେ ବିଚାରବନ୍ତ ଗ୍ରହ। ସେ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣା ଦେବେ। ଆଉ କଠିନ ପରିଶ୍ରମ କଲା ପରେ ଯେଉଁ ଧନ ଆଉ ସମ୍ମାନ ଆସିବ, ସେଥିରେ ଯେଉଁ ଆନନ୍ଦ ଥାଏ, ଆଉ ଶୁଖିଲାଟାରେ ଯେଉଁ ଧନ ଆସେ ସେଥିରେ ସେତେ ଆନନ୍ଦ ନଥାଏ। ବୃହସ୍ପତି ତ ଗ୍ରହରାଜ, ତେଣୁ ତାଙ୍କ କଲ୍ୟାଣ ଏକ ସ୍ୱତନ୍ତ୍ର। ଦେଖିବା ଶୁକ୍ରଙ୍କ କଥା। ଶୁକ୍ର 22-12ରେ ଧନିଷ୍ଠା ମକରକୁ ଯିବେ। ଏବେ ଶ୍ରବଣାରେ କନ୍ୟା ପାଇଁ ପଞ୍ଚମ ଶୁକ୍ରଙ୍କ ଯୋଗୁଁ ଆନନ୍ଦ ଓ ସୁଖ ହାତ ପାଖକୁ ଧସେଇ ଆସିବ, ଏଣୁ ବହୁ ଯୋଜନା ସଫଳ ହେବ। ସେ 28-12ରେ ଧନିଷ୍ଠା କୁମ୍ଭକୁ ଗଲେ କନ୍ୟା ପାଇଁ ଷଷ୍ଠ ହେବେ ଓ ଜୀବନ ସଫଳ ଲାଗିବ। ସେ 28-12ରେ ଧନିଷ୍ଠା କୁମ୍ଭକୁ ଗଲେ କନ୍ୟା ପାଇଁ ଷଷ୍ଠ ହେବେ। ଏହା ଭଲ କଥା ନୁହଁ, ଏହା ରୋଗର ସୂଚନା। ଶୋଇପଡ଼ିଥିବା ରୋଗ ପୁଣି ଚେଇଁ ଉଠିବ, ନଇଁ ଯାଇଥିବା ଗଛ ପୁଣି ଠିଆ ହେବ, ଭାରି ଗଣ୍ଠି ପୀଡ଼ା ହେବ। ଆମ ଦେହ ଯାକ ତ ଗଣ୍ଠି, ଆଉ କ'ଣ ଦରଜ ହେଇଯିବ। ଏହା ରୋଗର ସୂଚନା, ଭାରି କଷ୍ଟ ଲାଗିବ। ଶନି 27-12ରେ ପୂର୍ବଭାଦ୍ରକୁ ଯିବେ। ଏବେ ସେ ଶତଭିସାରେ ଅଛନ୍ତି, କନ୍ୟା ପାଇଁ ଷଷ୍ଠ ଶନି। ସେ ଏବେ ଘର ବଦଳାଇବେ, ଏଣୁ ସେ ସବୁ ପ୍ରକାର ସୁଖ ବୃଷ୍ଟି କରିବେ।
ଆଉ ଆନନ୍ଦ 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 ଦେଇ ନଚେଇବେ। କାରଣ ଅତୀତର ସମସ୍ତ ଦୁଃଖ ଦୂର ହେଇଯିବ। ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସିବେ। କାରଣ ଆମ ପାଖରେ ଧନ ହେଇଯିବ। ସୁଖ ଡୋଳିଲେ ଆମେ ଝୁଲିବା। ଏବେ ପୂର୍ବ ଭାଦ୍ରରେ ଅଛନ୍ତି କିଏ ରାହୁ। ସେ 12-1-25 ଉତ୍ତର ଭାଦ୍ରକୁ ଯିବେ। କନ୍ୟା ପାଇଁ ସପ୍ତମ। ମାଲି ମୋକଦ୍ଦମା ହୋଇପାରେ। ଭୟଙ୍କର ରୋଗ ବି ହୋଇପାରେ। କା ପାଇଁ? ରାହୁଙ୍କ ପାଇଁ। ସପ୍ତମ ହେଇଯିବ ନା। ସପ୍ତମ ହେଲେ ଶନି ଯେମିତି, ସପ୍ତମ ହେଲେ ମଙ୍ଗଳ ଯେମିତି, କେତୁ ଯେମିତି, ସେମିତି ରାହୁ ରୋଗ ଯନ୍ତ୍ରଣା ପୀଡ଼ା ଦେବେ। ମାଲି ମୋକଦ୍ଦମାରେ ବି ଫସି ଯାଇପାରନ୍ତି। କହି ହେଉନି ଆପଣଙ୍କ କର୍ମ କେତେ ଜୋର ଅଛି। କର୍ମ ଯଦି ଠିକ୍ ଠାକ୍ ଧର୍ମ ଆପଣଙ୍କୁ ସହାୟ ହେବ। ନହେଲେ ଏ ରାହୁ ଆପଣଙ୍କୁ ବହୁ ଯନ୍ତ୍ରଣା ଦେବେ। ଏବେଠୁ ମାନସିକ ପ୍ରସ୍ତୁତ ହେଇଯାଆନ୍ତୁ। କଳା ବ୍ରାହ୍ମଣଙ୍କୁ ଭୋଜନ ଦିଅନ୍ତୁ। କଳା କୁକୁରକୁ ବିରି ଖାଦ୍ୟ ଦିଅନ୍ତୁ। କଳା ଗାଈକୁ ଷଣ୍ଢକୁ ଧଳା ଖାଦ୍ୟ ଦିଅନ୍ତୁ। ମାନେ ଅରୁଆ ଚାଉଳ, ନୂଆ କୁଲାରେ ଧୁଆ ଅରୁଆ ଚାଉଳ ଦିଅନ୍ତୁ। ମଙ୍ଗଳ ହେବ। ରାହୁ ସନ୍ତୁଷ୍ଟ ହେବେ। କେତୁ 12-1 ଉତ୍ତର ଫାଲ୍ଗୁନୀ କନ୍ୟାକୁ ଯିବେ। ଏବେ ସେ ପୂର୍ବ ଫାଲ୍ଗୁନୀରେ ଅଛନ୍ତି। କନ୍ୟା ପାଇଁ ଜନ୍ମ। ଏଣୁ ଧନ ସମ୍ମାନ ସ୍ୱାସ୍ଥ୍ୟ ବନ୍ଧୁ ଆଦି ସବୁଥିରେ ହାନି ହେବ। ଯଦି ବନ୍ଧୁ ଦୂରେଇ ଯାଆନ୍ତି ସ୍ୱାସ୍ଥ୍ୟ ହାନି ହୁଏ, ଧନ ସରିଯାଏ, ସମ୍ମାନରେ ବ୍ୟାଘାତ ଆସେ। ତାର ମୂଳ କାରଣ ହେଲେ ଜନ୍ମ କେତୁ। ଜନ୍ମ କେତୁ ହେଲେ ସବୁ ପ୍ରକାର ସମସ୍ୟା ମାଡ଼ି ଆସେ। ବହୁତ ଦିନରୁ ବହୁତ ଥର ମୁଁ କହିଛି, କେତୁ ଅଶୁଭ ହେଲେ ଆମେ ଗଣେଶଙ୍କର ଶରଣାପନ୍ନ ହେବା। ଓଂ ଗଂ ଗଣପତୟେ ନମଃ ଏହି ମନ୍ତ୍ର ବାରମ୍ବାର ଉଚ୍ଚାରଣ କରିବା। ଦୁବ ଓ ଅରୁଆ ଚାଉଳ ଗଣେଶଙ୍କ ମୁଣ୍ଡ ଉପରେ ଦେବା। କହିବା ଓଂ ଗଂ ଗଣପତୟେ ନମଃ। ଯଦି ନାଲି ଫୁଲ ଦେଇପାରିବା ତ ଆହୁରି ଭଲ। ସିନ୍ଦୁର ଟିକେ ତାଙ୍କ ମୁଣ୍ଡରେ ଲଗେଇଦେବା। ତାଙ୍କ ମୁଣ୍ଡରେ ଲଗେଇ ସାରି ସେଇ ଆଙ୍ଗୁଠିକୁ ଆମ ମୁଣ୍ଡରେ ଆମେ ଲଗେଇଦେବା। ବାସ୍, କେତୁ ଖୁସି ଏବଂ ଗଣେଶ ଖୁସି ଓ ଆମର ଦୁଃଖ ଦୂରେଇଯିବ। ସାରାଂଶ ଏତିକି ହେଲା, ଜୀବନ ସାଥୀଙ୍କ ସହ ମଧୁର ସମ୍ପର୍କ ରହିବ। ଭାଇ ବନ୍ଧୁ ପଡ଼ୋଶୀଙ୍କର ସହଯୋଗ ଆପଣଙ୍କୁ ବହୁତ ଆନନ୍ଦ ଦେବ। ଆପଣଙ୍କ ମନୋବଳ ବଢ଼ିଯିବ। ଏ ମାସରେ ସମସ୍ତେ ସହଯୋଗ କରିବେ। ସମସ୍ତେ, ଶତ୍ରୁ ବି। ଛାତ୍ରଛାତ୍ରୀମାନଙ୍କର ବିଶେଷ ଉନ୍ନତି ହେବ। ସେମାନଙ୍କୁ ସେମାନଙ୍କର ପରିଶ୍ରମର ଫଳ ଅବଶ୍ୟ ମିଳିବ। ବିବାହ ଯୋଗ୍ୟ ଯୁବ ଶ୍ରେଣୀର ବନ୍ଧୁଗଣ, ମୋର ପୁଅ ନାତିମାନେ ବାହା ହେବେ। ଝିଅମାନଙ୍କୁ ଭଲ ବର ମିଳିବ, ପୁଅମାନଙ୍କୁ ଭଲ ବଧୂ ମିଳିବ। ସେମାନେ ତାଙ୍କର ଜୀବନ ସାଥୀ ଭାଇ ଭାରି ଖୁସି ହେବେ। ବନ୍ଧୁଗଣ, ଆମେ ଆଜି ପାଇଁ ଏଇଠି ପୂର୍ଣ୍ଣଚ୍ଛେଦ ପକାଇବା ଯେ କନ୍ୟା ରାଶିର ଫଳାଫଳ ତ ଶୁଣିଲେ। ଯଦି ଉଚିତ ମନେ କରିବେ ତାହେଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଓ ସମସ୍ୟାର ସମ୍ମୁଖୀନ ହେଲେ ମୋତେ ଟିକେ ମନେ ପକାଇବେ, ଫୋନ୍ କରିବେ। ମୋର ଫୋନ୍ ନମ୍ବର ହେଲା 8093355583। ରହିଲି, ନମସ୍କାର।